ଯେତେବେଳେ ତୁମେ ଝିଅମାନଙ୍କୁ ବିଦାଇ ଦେଉଛ ସେମାନଙ୍କୁ ଗୋଟିଏ କଥା କୁହ, ଆମେ ଏକ ମଣିଷ ଛୁଆ ଦେଖି ବିବାହ କରିଛୁ। ଯଦି ସେ ପଶୁ ଛୁଆ ବୋଲି ଜଣାପଡ଼େ ତେବେ ଫେରିବା ପାଇଁ ଦ୍ୱାର ସର୍ବଦା ଖୋଲା ଅଛି। ତାକୁ ଛାଡ଼ି ଫେରି ଆସିବ, କାରଣ ବିବାହ ପୁନର୍ବାର ହୋଇପାରେ କିନ୍ତୁ ଜୀବନ କେବଳ ଥରେ ମିଳିଥାଏ। ଏହାକୁ ସ୍ୱାର୍ଥପର, ଲୋଭୀ ଏବଂ ଚରିତ୍ରହୀନ ଲୋକଙ୍କ ପାଇଁ ନଷ୍ଟ କର ନାହିଁ। କ'ଣ ଠିକ୍ ତ? କମେଣ୍ଟରେ ଲେଖନ୍ତୁ ଆପଣଙ୍କ ଉତ୍ତର। କାହାର କ'ଣ ନଥାଏ ଆସନ୍ତୁ ଜାଣିବା। ଚାକରର ସମ୍ମାନ ନଥାଏ, କ୍ରୋଧୀର ସୁଖ ନଥାଏ, ଖଳଜନର ମିତ୍ରତା ନଥାଏ, ଲୋଭୀର ସତ୍ୟତା ନଥାଏ, ଲମ୍ପଟର ପବିତ୍ରତା ନଥାଏ, ଅର୍ଥ ସର୍ବସ୍ୱର ସାନ ବଡ଼ ବିଚାର ନଥାଏ, ବେଶ୍ୟାର ପ୍ରକୃତ ସ୍ନେହ ନଥାଏ, ଚୋରର ହୃଦୟ ନଥାଏ, ମୂର୍ଖର ବିବେକ ନଥାଏ, ସମ୍ପଦର ସ୍ଥାୟିତ୍ୱ ନଥାଏ, ଆଉ ପାପ କର୍ମର ତ୍ରାହି ନଥାଏ। 18 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ସେଇଟା ପ୍ରକୃତିର ଅବଦାନ ହୋଇଥାଏ। 25 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ସେଇଟା ପ୍ରେମର ଅବଦାନ ହୋଇଥାଏ। 30 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ସେଇଟା ସଂଘର୍ଷ ଆଉ ଦାୟିତ୍ୱର ଅବଦାନ ହୋଇଥାଏ। 50 ବର୍ଷ ବୟସରେ ମଣିଷର ଯେଉଁ ଚେହେରା ହୋଇଥାଏ ସେଇଟା ତାର ଭଲ କର୍ମର ଅବଦାନ ହୋଇଥାଏ। ସାଙ୍ଗମାନେ, ଜଣେ ପତି ପାଖରେ ଯେତେ କୋରଡ଼ର ସମ୍ପତ୍ତି ଥାଉ ନା କାହିଁକି, ଯେଉଁ ପତି ନିଜ ପତ୍ନୀର ଜୀବନ ସାରା କେୟାର କରେ ଆଉ ସବୁ ସୁଖ ଦୁଃଖରେ ସାଥ ଦେଇଥାଏ, ସେ ପତି ହେଉଛି ବାସ୍ତବରେ କୋରଡ଼ପତି। କ'ଣ ଠିକ୍ ତ? କଥା ମୋର, ବିଚାର ଆପଣମାନଙ୍କର। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।